जीवन थिबा पर्यंत घुमुरी घुमुरी कांदुछे एमती क्रंदन करुवा समय भगवान कृष्णकर परीक्षा करा ना भगवान कृष्ण कले कौन निज एक सन्यास रूप को धारण कर हस्तरे कमंडल रुद्राक्ष माल जाई पहुंची गले दीनबंधु दासंकर द्वार निकट बड़पाटी डाक पकाइले दीनबंधु दास डाक पकाई दीनबंधु दास चिंता करे 3 जन अतिथि
ତେଣୁ ଆଖିର ଲୋକକୁ ପତି କରି ଆଜି ଦ୍ୱାର ଦେଖିଲେ ଜଣେ କନ୍ୟାଟି ଦେବତା ଆସିଛନ୍ତି ତାଙ୍କର ପଦ ଧୌତ କରି ଦେଇ ଆପଣ ଟିକେ ଦେଇ ବସାଇଦେଲେ କହିଲେ ହେ ଅତିଥି ଦେବତା ଆପଣ କେତେ କାର୍ଯ୍ୟରେ ଆଗମନ କରିଛନ୍ତି କନ୍ୟାଟି କହିଲେ ଦୀନବନ୍ଧୁ ତୁମର ଦଶ କିଛି ଶୁଣିକରି ମୁଁ ତୁମ ନିକଟକୁ ଆସିଛି ମୋର କିଛି ଆବଶ୍ୟକ ମୋର କିଛି ଭୋଜନ ଆବଶ୍ୟକ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଭୋଜନ ଦେଉଛି ନା ରେ ମୋର କଣ ଭୋଜନ ଆବଶ୍ୟକ ଜାଣିଛୁ ମୋର କିଛି ଆମିଷ ଭୋଜନ ଆବଶ୍ୟକ ଆମିଷ ଭୋଜନ ଆବଶ୍ୟକ ମୁଁ ନିଶ୍ଚିତ ଭାବରେ ଦେବି କହିଲେ ହେ ଅତିଥି ଦେବତା ଆପଣ କିଛି ସମୟ ଅପେକ୍ଷା କରନ୍ତୁ ମୁଁ ଟିକେ ଘର ମଧ୍ୟରୁ ଆସୁଛା ଏ କଥା କହିଦେଇ କରି ଦୀନବନ୍ଧୁ ଦାସ କଲେ କଣ କଲେ ଶୁଣିଲି ଜବର ଘରେ ପ୍ରବେଶୀ ଆଲୋଚନା ଏଇ କଥା ଭଲ ଆଲୋଚନା ଭଲ ଆଲୋଚନା କନ୍ୟାଟି ବୋଲନ୍ତି ଭଜନ ସୁଦେବୁ ଆମିଷ ବ୍ୟବସ୍ଥା ଆମିଷ କର ବ୍ୟବସ୍ଥା ଜଣେ ଅତିଥି ଦେବତା ଆସିଛନ୍ତି ତାଙ୍କର କିଛି ଆମିଷ ଭୋଜନ ଦରକାର ଏ ସମସ୍ତ ପରିବାର ତ ବିଷ୍ଣୁ ଭକ୍ତ ସେ କହିଲେ ପୁଅ ତ ମଲା ଗଲା ସେ କାହାକୁ ଫେରି ଆସିବ ପୁଅ ପଛେ ମଲେ ମରୁ ଆଜି ଯଦି ଅତିଥି ଆମ ଦ୍ୱାର ଦେଶରୁ ଲେଉଟି କରି ଚାଲିଯିବେ ଭାଗବତ କଣ କହିଛି ଯାଦ୍ୱାରୁ ଅତିଥି ବାହୁରେ ସେଠାଣି ପ୍ରେତ ମୁଖ୍ୟ ତେଣୁ ଅତିଥି ଦେବତାଙ୍କୁ ମୁଁ ସେବା କରି ବିଦାୟ ଦେବି ନା ନାଇଁ ତେଣୁ ପରିବାର ବର୍ଗ ବୋଲନ୍ତି ବଚନ ଦେଗଲା ନାହିଁ ଭଲା ଦେଗଲା ଭଲା ଦେଗଲା ଅତିଥି ସତ୍କାର କରିବା ବହନ ଆଶୀର୍ବାଦ ଦେବତଣି ଆଶୀର୍ବାଦ ଦେବତଣି ଆଶୀର୍ବାଦ ସମସ୍ତ ପରିବାର ବିଷ୍ଣୁ ଭକ୍ତ ସମସ୍ତେ ସ୍ୱାମୀଙ୍କ କଥାରେ ଏକମତ ହେଲେ ପୁଅ ପଛେ ମଲେ ମରିଥାଉ ଅତିଥି ଆସିଛନ୍ତି ମାନେ ଆମେ ଆମିଷ ରନ୍ଧନ କରି ତାଙ୍କୁ ଭୋଜନ ଦବା ତାପରେ ଦୀନବନ୍ଧୁ ଦାସ କଣ କଲେ ଆଜି ଦୀନବନ୍ଧୁ ଦାସ ଏବେ କରିଲେ ଗମନ ମୋ ଦୀନବନ୍ଧୁ ଦାସ ଏବେ କରିଲେ ଗମନ ମୋ ଦୀନବନ୍ଧୁ ଦାସ କଣ କଲେ ଆରେ ଗୋଟିଏ ଘରେ ଯଦି ଶବଟିଏ ପଡିଥିବ କୌଣସି ଅନାଗୋଷ୍ଠୀ ବା କୌଣସି ବ୍ରାହ୍ମଣ ଦେବତା ତୁମ ଘରେ ଭୋଜନ କରିବେ ତେଣୁ ଦୀନବନ୍ଧୁ ଦାସ କଲେ କଣ ମୃତ ପୁତ୍ରଟିର ଶବ ଉପରେ ମଶୁଣୀ ଗୁଡେଇ ଦେଲେ କବାଟ କଣରେ ତାକୁ ଲୁଚେଇ କରି ରଖିଦେଲେ ତାପରେ କଣ କଲେ ଶ୍ରୁତିମନ୍ତ ହୋଇ ଘର ଘର ଦ୍ୱାରା ଲିପା ପୋଛା କରି ଖୁସି ମନରେ ଆମିଷ ରନ୍ଧନ କଲେ ପତ୍ରରେ ବାଢି କରି ଅତିଥି ଦେବତାଙ୍କୁ ଡାକି କରି ଆସନ ଦେଇ ବସାଇଦେଲେ କହିଲେ ହେ ଅତିଥି ଦେବତା ଆପଣଙ୍କର ଆମିଷ ଭୋଜନ ଆବଶ୍ୟକ ଥିଲା ସେଇଠି ଆପଣ ଭୋଜନ କରନ୍ତୁ ଯେତେବେଳେ କହିଦେଇଛନ୍ତି ଇଏ ତ ମାୟାବୀ କୃଷ୍ଣ ଭଗବାନ ସନ୍ନ୍ୟାସ ରୂପ ଧରି ଯାଇଛନ୍ତି
କହିଲେ ଦୀନବନ୍ଧୁ ଆରେ ମୁଁ ବହୁତ ଆଗରୁ ଜାଣିଛି ତୋ ପରିବାର ସଂଖ୍ୟା 5 ମୁଁ ଜଣେ 6ଟି ପତ୍ରରେ ଅନ୍ନବ୍ୟଞ୍ଜନ ବାଢି ଦିଅ ତୁ ଗୋଟିଏ ପତ୍ରରେ କଣ ବାଢିଛୁ ତୁ କାଳେ ସେଥିରେ ବିଷ ମିଶାଇଥିବୁ ତାକୁ ଭୋଜନ କରିବୁ ଏଥର ବିଷମ ସଂକଟରେ ପଡିଗଲେ କାହିଁକି ନା ଜ୍ୟେଷ୍ଠ ପୁତ୍ରଟି ମରିକରି ପଡିଛି ତେବେ ନନା ଗୋସାଇଁ ଶୁଣିଲେ କଣ ସେ ଭୋଜନ କରିବେ ତେଣୁ ନନା ଗୋସାଇଙ୍କର ପଦ ତଳେ ପଡିଗଲେ ଧାର ଧାର ହୋଇ ନୟରୁ ଧାର ଧରେ ଶ୍ରାବଣୀର ଧାରା ବର୍ତ୍ତି